ଆପଣଙ୍କର ଆପଣମାନେ ଦେଖିବେ ଯେ ଯେତେବେଳେ ଲୋକମାନେ ହୃଦବୋଧ କରିବେ ଯେ ସରକାର କେବଳ କଥାରେ ସୀମିତ ଅଛନ୍ତି, ପଦକ୍ଷେପ ନେବା ପାଇଁ ଏମାନଙ୍କର କୌଣସି ଲକ୍ଷଣ ଦେଖାଯାଉନାହିଁ, ସେତେବେଳେ ଲୋକଙ୍କ ଅନ୍ତରାତ୍ମାକୁ ବାଧେ ଏବଂ ସେଇଥିପାଇଁ ସେ ପ୍ରତିକ୍ରିୟାଶୀଳ ହୁଏ ଏବଂ ପ୍ରତିବାଦ ମଧ୍ୟ କରେ। ଆଉ ପ୍ରତିବାଦ କଲାବେଳେ ସେଟା କୋଉ ରୂପ ନେବ ସେଟା କେହି କହିପାରିବେ ନାହିଁ। ଆପଣ ଦେଖିବେ ଛତିଶଗଡ଼ ଭିତରେ ସିମେଣ୍ଟ କଂକ୍ରିଟରେ ବନ୍ଧ ବାନ୍ଧିଲେ ବଡ଼ ବଡ଼ ବ୍ୟାରେଜ, ଉପନଦୀ ଗୁଡ଼ାକରେ ଶହ ଶହ ବନ୍ଧ ବାନ୍ଧିଲେ। ମହାନଦୀ ଚିରସ୍ରୋତା, ସିଏ ବର୍ତ୍ତମାନ ପୁରା ପେଟ ଶୁଖିଲା ପଡ଼ିଛି ଏବଂ ଆହୁରି ଅଧିକାରୁ ଅଧିକା ବିଭିନ୍ନ ତରିକାରେ ଛତିଶଗଡ଼ର ସରକାର ହୁଅନ୍ତୁ ଲୋକମାନେ ହୁଅନ୍ତୁ ପାଣିକି ଅଟକାଉଛନ୍ତି। ଏ ବର୍ଷ ଗୋଟେ ନୂଆ କଥା ଦେଖାଗଲା। ଛତିଶଗଡ଼ ଭାରତୀୟ ଜନତା ପାର୍ଟି ସରକାର ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାରକୁ ଗୋଟେ ନୂଆ ଭେଟି ଦେଲେ ଯେ ଯେଉଁ ଅଳ୍ପ ଟିକେ ଟିକେ ପାଣି ସୁରୁକା ହେଇକି ଆସୁଥିଲା ସେଇଟାକୁ ବାଲି ବନ୍ଧ ପକେଇକି ତାକୁ ମଧ୍ୟ ବାନ୍ଧିଦେଲେ, ଯେତେବେଳେ ଖରାଦିନେ ପାଣି ଆସିବାର ଆବଶ୍ୟକତା ଅଛି। ଏବଂ ଏପଟେ ସରକାର କହୁଛନ୍ତି ଟ୍ରିବ୍ୟୁନାଲରେ କ'ଣ କହୁଛନ୍ତି ତାକୁ ସାର୍ବଜନୀନ କରୁନାହାନ୍ତି ଏବଂ ଟ୍ରିବ୍ୟୁନାଲ ଯେତେବେଳେ ଚାଲୁଛି, ଯେତେବେଳେ ଲୋକମାନେ ଯାଇକି ବସୁଛନ୍ତି ଶୁଣିବୁ କ'ଣ ଟ୍ରିବ୍ୟୁନାଲରେ ତାଙ୍କୁ ବଳପୂର୍ବକ ବାହାର କରିଦିଆଯାଉଛି ଏବଂ ଟ୍ରିବ୍ୟୁନାଲରେ କ'ଣ ପକ୍ଷ ରଖୁଛନ୍ତି ଏମାନେ ଜଣାପଡ଼ୁନି। ବାହାରକୁ ଆସିକି କହୁଛନ୍ତି ଆମେ ଆପୋଷ ସମାଧାନ କରିବୁ। ଆପୋଷ ସମାଧାନ କରିବାର କଥା କଣ୍ଟ ଦେଉଛନ୍ତି, ଦିନ ଧାର୍ଯ୍ୟ କରୁଛନ୍ତି, ତାହା ପୁଣି ମଧ୍ୟ ଗଡ଼ି ଗଡ଼ି ଯାଉଛି। ଏବେ କ'ଣ ଯିବେ ବୋଲି କହିଛନ୍ତି, ସେ ଯିବାର କିଛି ମାନେ ହିଁ ନାହିଁ। ତୁମର ତ କେନ୍ଦ୍ର ସରକାର ଅଛି ବିଜେପି, ଛତିଶଗଡ଼ରେ ଓଡ଼ିଶାରେ ବିଜେପି ସରକାର। ଛତିଶଗଡ଼ ସରକାର କେବେ ବି କହିବ ଆମେ ପାଣି ଛାଡ଼ିବୁନି, ଓଡ଼ିଶା ସରକାର କହିବ ପାଣି ଦିଅ। ଏ ଗଣ୍ଡଗୋଳ ଭିତରେ କେନ୍ଦ୍ର ସରକାର ଯଦି ମଧ୍ୟସ୍ଥି କରିବେ, ଛତିଶଗଡ଼କୁ ବୁଝେଇବେ, ତାହେଲେ ଓଡ଼ିଶା ଟିକେ ପାଣି ପାଇବ। କିନ୍ତୁ କେନ୍ଦ୍ର ଅହେତୁକ ନୀରବତା ଅବଲମ୍ବନ କରୁଛନ୍ତି, ଯାହା ଫଳରେ କି ଏ ଗୋଟେ ସମାଧାନ ହେବାର ବାଟ ଦେଖାଯାଉନାହିଁ। ଏବଂ ଆପଣଙ୍କୁ କହି ରଖେ, ଯେହେତୁ ଗୋଟେ ସୁଯୋଗ ଆସି ତିନିଟାଯାକ ସରକାର ବିଜେପି ଏବଂ ସେମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରିପାରିବେ ନାହିଁ। ମହାନଦୀ ଶୁଖିଲା ପଡ଼ିବ, ମହାନଦୀର ବାଲି ଯେତେବେଳେ ମାର୍ଚ୍ଚ ଏପ୍ରିଲ ମେ ମାସରେ ଭୟଙ୍କର ତାତିରେ ଖଇ ଫୁଟୁଥିବ, ସେତେବେଳେ ଲୋକଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ଦେଖାଦେବ। ଆଉ ପ୍ରତିକ୍ରିୟା ଭୟଙ୍କର ରୂପ ନେଇ କ'ଣ କରିବେ କିଛି ଠିକ୍ ଠିକଣା ନାହିଁ। ବିରୋଧ ହେବ, ବିକ୍ଷୋଭ ହେବ, ଦରକାର ପଡ଼ିଲେ ଲଢ଼େଇ ବି ହେବ। ସେ ଲଢ଼େଇର ପରିଣାମ କ'ଣ ହେବ କେହି କହିପାରିବେନି, କେଉଁ ରୂପ ନେବ କେହି କହିପାରିବେନି। ଆଜି ଏହି କଥାଟା ସରକାରଙ୍କୁ ଆମେ ଚେତାବନୀ ଦେବାକୁ ଚାହୁଁଛୁ। ଆସନ୍ତାକାଲି ତାର ଗୋଟେ ଝଲକ ମିଳିବ ବୋଲି ବର୍ତ୍ତମାନ ଗଣମାଧ୍ୟମରେ ପ୍ରଚାର ଚାଲିଛି। ଦେଖାଯାଉ ଭବିଷ୍ୟତ କେତେ ଭୟଙ୍କର ପରିଣତିକୁ ଅପେକ୍ଷା କରୁଛି। ଆପଣମାନେ ସବୁ କଥାକୁ ଏତେ ବଢ଼େଇ ଦେଉଛନ୍ତି। ଆଉ ଜଣେ ଜଣକ ନିର୍ବାଚନ ମଣ୍ଡଳୀ ଯାଇଥିବେ, କ'ଣ କହିଥିବେ, ସେ କଥାକୁ ନେଇକି ଆପଣ ଏତେ ଚର୍ଚ୍ଚା କାହିଁକି କରୁଛନ୍ତି? ନାଇଁ, ମୁଁ ସେ ବିଷୟରେ ବିଶେଷ ମୋର ଧାରଣା ନାହିଁ। ପ୍ରଥମ କଥା, ଆଉ ମାନ୍ୟବର ନବୀନ ପଟ୍ଟନାୟକ ନେତୃତ୍ୱ ନେଉଛନ୍ତି, ଆଉ ଦିବ୍ୟଶଙ୍କର ମିଶ୍ର କ'ଣ କହିଛନ୍ତି ମୁଁ ତାପରେ ବିଶେଷ କିଛି ଜାଣିନାହିଁ ବି କହିପାରିବିନି। ସେ କ'ଣ କହିଛନ୍ତି ମୁଁ ଜାଣିନି, କିନ୍ତୁ ଜଣେ ଗୋଟେ ବିଧାନସଭା କ୍ଷେତ୍ରରେ ଯେତେବେଳେ ନିର୍ବାଚନ ଜିତୁଛନ୍ତି ବା ଏମପି ହେଉଛନ୍ତି, ବିନା ଦକ୍ଷତାରେ କେହି ହୁଅନ୍ତି ନାହିଁ। ଦକ୍ଷତା ନଥାଇ କେମିତି ଜଣେ ନିର୍ବାଚନ ଜିତିବ? ତେଣୁ ଏଇଟା ସେ କୋଉ ସେନ୍ସରେ କହିଛନ୍ତି ସେଟା ମୋ ପାଖରେ ବିଶେଷ ଖବର ନାହିଁ। ଲକ୍ଷ ଲକ୍ଷ କର୍ମୀ ନେତା କାମ କରୁଛନ୍ତି ବୋଲି ତ ଦଳ ଏତେ ବର୍ଷ ହେଲା ସରକାରରେ ଥିଲା। ଆଉ ସବୁ ଛୋଟ ନେତାଟିଏ ହଉ କି ଛୋଟ କର୍ମୀଟିଏ ହଉ କି ବଡ଼ ନେତାଟିଏ ହଉ କି ବଡ଼ କର୍ମୀଟିଏ ହଉ, ତାର ଦକ୍ଷତା ଅନୁଯାୟୀ ସେ କାମ କରେ। କାହିଁକି ଆପଣ ଗୋଟେ କ'ଣ ଯୋଗ୍ୟ ଅଯୋଗ୍ୟ ଲିଷ୍ଟ କଲେଣି କି? ଯୋଗ୍ୟତା ଏବଂ ଦକ୍ଷତା
ସମସ୍ତଙ୍କର ଅଛି ବୋଲି ନିର୍ବାଚନ ଜିତନ୍ତି, କିନ୍ତୁ କୋଉ ପୋଷ୍ଟ ବି କିଏ କେତେ ଯୋଗ୍ୟ କେତେ ଦକ୍ଷ ସେଇଟା ଜନସାଧାରଣଙ୍କ ଆଶୀର୍ବାଦ କାର୍ଯ୍ୟପନ୍ଥା ଏ ସବୁ କଥା ଉପରେ ନିର୍ଭର କରେ। ଆଜ୍ଞା ଆଜ୍ଞା ଗଣମାଧ୍ୟମରେ ରିପ୍ଲେସମେଣ୍ଟ ଚାଲିଛି। ମୁଁ କହିପାରିବିନି, ମୁଁ ଟିକେ ବ୍ୟକ୍ତିଗତ ଭାବରେ ଦିବ୍ୟଶଙ୍କର ମିଶ୍ରଙ୍କ କଥା ହେଲା ପରେ ଆପଣଙ୍କୁ କହିଦେବି। ଆପଣଙ୍କ ଚାହାନ୍ତି ପରିବର୍ତ୍ତନ ହେବାର ସମୟ ଆପଣଙ୍କ ମତ? ମୁଁ ତ ମୋର ମତାମତ ସବୁବେଳେ ଦଳ ଭିତରେ ଦେଇଛି, ଆପଣଙ୍କୁ କାହିଁକି ଦେବି, ଯେତେବେଳେ ଆବଶ୍ୟକ ପଡ଼ିବ ଦେବି। ଗଣମାଧ୍ୟମ ଚର୍ଚ୍ଚା କରିବାକୁ କିଏ କଣ ରୋକିପାରିବ? ଆଜ୍ଞା ମୁଁ କହିବାକୁ ଜାଣିନି, ମୁଁ ଆକ୍ଚୁଆଲି କାଲି ରାତି 1ରେ ଫେରିଲି ମୋ ନିର୍ବାଚନ ମଣ୍ଡଳୀ, ତେଣୁ ଜାଣିନି କଥା କ'ଣ। ଦଳ ନିଷ୍ପତ୍ତି କରିବନି, ମାନ୍ୟବର ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି କରିବେନି। ଆପଣ ଆଜି କାହିଁକି ଏତେ ବ୍ୟସ୍ତ ହେଉଛନ୍ତି? ତାପରେ ଉତ୍ତରାଧିକାରୀ କ'ଣ, ଏଇଟା ଗୋଟେ ସାମନ୍ତବାଦୀ ଟର୍ମ, ମୁଁ ସେଇଥିରେ ମୋର ବ୍ୟକ୍ତିଗତ ମତ, ମୁଁ ସେଇଥିରେ ଏକମତ ନୁହେଁ। ଉତ୍ତରାଧିକାରୀ ଶବ୍ଦଟା ଗୋଟେ ଫ୍ୟୁଡାଲ ମେଣ୍ଟାଲିଟିର ରିଫ୍ଲେକ୍ସନ। ବୟସ୍କ ଲୋକମାନଙ୍କର ଅନୁଭବ ଅନୁଭୂତିର ଯେତିକି ଆବଶ୍ୟକତା ଅଛି, ଯୁବକଙ୍କର ସାମର୍ଥ୍ୟର ଆବଶ୍ୟକତା ମଧ୍ୟ ଅଛି। ତେଣୁ ଆପଣମାନେ ଯଦି କହିବେ ଯେ ବୟସ୍କ ଲୋକଙ୍କର କିଛି ଭୂମିକା ନାହିଁ, ସେଟା ଠିକ କଥା ନୁହେଁ। ତାଙ୍କର ଉପଦେଶ, ତାଙ୍କର ଅନୁଭବ ଅନୁଭୂତିକୁ ନେଇ ଯୁବକମାନେ କାର୍ଯ୍ୟକ୍ଷେତ୍ରରେ କାମରେ ଲଗାନ୍ତି।